ପୂର୍ବତନ ଥାନା ଅଧିକାରୀଙ୍କ ବିବାଦୀୟ ବୟାନକୁ ନେଇ ବାଲିଗୁଡ଼ାରେ ବଢ଼ୁଛି ଜନ ଅସନ୍ତୋଷ। ଆଇଆଇସିଙ୍କ ବିରୋଧରେ 10ରୁ ଊର୍ଦ୍ଧ୍ୱ ମାମଲା ରୁଜୁ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନାର ପୂର୍ବତନ ଥାନା ଅଧିକାରୀ ଶିବରଞ୍ଜନ ସିଂହାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବାଲିଗୁଡ଼ାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବଢ଼ୁଛି ଜନ ଅସନ୍ତୋଷ। ବାଲିଗୁଡ଼ାର ପୂର୍ବତନ ଥାନା ଅଧିକାରୀ ଶିବରଞ୍ଜନ ସିଂହା ବର୍ତ୍ତମାନ ଟିକାବାଲି ଥାନା ଅଧିକାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଟିକାବାଲିଠାରେ ପୁଲିସର ନିଶା ନିବାରଣ କାର୍ଯ୍ୟକ୍ରମ ମୁଁ ବାଲିଗୁଡ଼ାରେ ଥିବା ସମୟରେ ପ୍ରତ୍ୟେକ ଘରେ ଘରେ ପଶିଲେ ଗଞ୍ଜେଇ ବାହାରିବ ବୋଲି ବିବାଦୀୟ ବୟାନ ଦେଇଛନ୍ତି। ଏହାକୁ ନେଇ ବାଲିଗୁଡ଼ା ଜନସାଧାରଣ, ବୁଦ୍ଧିଜୀବୀ, ସମାଜସେବୀ, ସାମ୍ବାଦିକ ଓ ବିଭିନ୍ନ ୟୁନିୟନ ପକ୍ଷରୁ ଟିକାବାଲି ଆଇଆଇସିଙ୍କ ନାଁରେ ବାଲିଗୁଡ଼ା ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନର ଟିକାବାଲି ଆଇଆଇସି ତଥା ପୂର୍ବତନ ବାଲିଗୁଡ଼ା ଥାନା ଅଧିକାରୀଙ୍କ ଏଭଳି ଦାୟିତ୍ୱହୀନ ବୟାନ ବାଲିଗୁଡ଼ାବାସୀଙ୍କୁ ବ୍ୟଥିତ କରିଛି। ବାଲିଗୁଡ଼ାରେ ଘରେ ଘରେ ଗଞ୍ଜେଇ ବୟାନକୁ ନେଇ ବାଲିଗୁଡ଼ାର ଜନସାଧାରଣ ତୀବ୍ର ନିନ୍ଦା କରାଯିବା ସହ ଆଇଆଇସି ବାଲିଗୁଡ଼ା ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି। ଟିକାବାଲି ଆଇଆଇସିଙ୍କର ଅସାଧାରଣ ମନ୍ତବ୍ୟ ପାଇଁ ଆଜି ବାଲିଗୁଡ଼ାରେ ଜନସନ୍ତୋଷ ବୃଦ୍ଧି ପାଉଛି। କ'ଣ କହିବେ ସାର୍? ଦେଖନ୍ତୁ, ପ୍ରଥମେ ମୁଁ ଆପଣଙ୍କ ଗଣମାଧ୍ୟମକୁ ଆପଣ ହେଲେ ଭାରତବର୍ଷର ଚତୁର୍ଥ ସ୍ତମ୍ଭ। ବାଲିଗୁଡ଼ାରେ ମୁଁ ବି ଅଛି, ଆପଣମାନେ ବି ଅଛନ୍ତି। ଏଇଠି ବହୁତ ବୁଦ୍ଧିଜୀବୀ, ଆଇନଜୀବୀ, ଏଇଠି ବହୁତ ଅଫିସର୍ସ, ଏଇଠି ଜଷ୍ଟିସ୍ଠୁ ଆରମ୍ଭ କରିକି ଏଇଠି ସମସ୍ତେ ରୁହନ୍ତି। ସବ୍ କଲେକ୍ଟର ଆଇଏଏସ୍ ଆଇପିଏସ୍ ସବୁ ରୁହନ୍ତି। ବାଲିଗୁଡ଼ା ଯେଉଁ ପୂର୍ବତନ ଆଇଆଇସି ଯେଉଁ ବର୍ତ୍ତମାନର ଆଇଆଇସି ଟିକାବାଲି ସିଂହା, ଆପଣ ଦେଖୁଥିବେ ସିଏ ଗୋଟେ ଦୁର୍ନୀତିଗତ ଅଫିସର। ସିଏ ଏଇଠି ଦୁର୍ନୀତି କଲା, ବାଲିରୁ ପଇସା ଖାଇଲା, ଟ୍ରାକ୍ଟରରୁ ପଇସା ଖାଇଲା, ଗଞ୍ଜେଇରୁ ପଇସା ଖାଇଲା, ସମସ୍ତଙ୍କଠୁ ବାଇକ୍ରୁ ମଧ୍ୟ ଲୋକଙ୍କୁ ଜବରଦସ୍ତ ଧରିକିରି ବାରିପଟ ନେଇକି ତାଙ୍କୁ ପଇସା ଖାଇଲା। ସେଥିପାଇଁ ମୁଁ ପ୍ରଥମେ ଧନ୍ୟବାଦ ଦେବି କନ୍ଧମାଳ ଏସ୍ପି ରମେନ୍ଦ୍ର ସାର୍ଙ୍କୁ ଯେ ସିଏ ଏଭଳି ଆଇଆଇସିକୁ ଏଇଠୁ 4 ମାସ ଭିତରେ ବିଦାୟ କରିଥିଲେ ବାଲିଗୁଡ଼ାରୁ। ତ ଏଭଳି ବେଷ୍ଟ ଅଫିସର ଏସ୍ପି କନ୍ଧମାଳ ଥିବା ଭିତରେ ଏ ଯେଉଁ ଦାୟିତ୍ୱହୀନ ମତ ଦେଇଛନ୍ତି ସିଂହା ଟିକାବାଲି ଆଇଆଇସି ବାଲିଗୁଡ଼ାରେ ଘର ଘର ଯାହା ଘରେ ଦେଖିଦେବେ ଖୋଲିବେ ଗଞ୍ଜେଇ, ଯାହା ଘର ପେଢ଼ି ଖୋଲିଦେବ ଗଞ୍ଜେଇ, ଏଭଳି ଦୁର୍ନୀତିଗତ ଅଫିସରକୁ ଆମେ ବାଲିଗୁଡ଼ା ସମସ୍ତେ ଜାତିଗତ ଦଳ ନିର୍ବିଶେଷରେ ଆମେ ସମସ୍ତେ ତାକୁ ନିନ୍ଦା କରୁଛୁ। ଆମେ ଆ ସାଙ୍ଗରେ ଆଇନଗତ ଲଢ଼େଇ ବି କରିବୁ, ଦରକାର ପଡ଼ିଲେ ଆମେ ହାଇକୋର୍ଟ ପର୍ଯ୍ୟନ୍ତ ଯିବୁ। ଏବେ ବର୍ତ୍ତମାନ ମଧ୍ୟ ମୁଁ ମାନ୍ୟବର ଏସ୍ପିଙ୍କ ସାଙ୍ଗରେ କଥା ବି ହେଇଥିଲି ଯେ ସାର୍ ତା ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ନେଲେ ନା, ସେଇଟା ତ ଅଫେନ୍ସ ତାଙ୍କର କ୍ରିମିନାଲ ଅଫେନ୍ସ ହେଉନି, ଆପଣ ଏଫଆଇଆର୍ ଦିଅନ୍ତୁ, ମୁଁ ଯାହା କରିବା କଥା କରିବି। ଆଉ ଆମେ ବି ସମସ୍ତେ ଆଜି ବାଲିଗୁଡ଼ା ସଂଘ ଆପଣମାନେ ଜାଣିଥିବେ, ଆପଣମାନଙ୍କର ଇଲେକ୍ଟ୍ରୋନିକ୍ ମିଡ଼ିଆ, ପେନ୍ ମିଡ଼ିଆ, ଆପଣ ବି ଗୋଟେ ଏଫଆଇଆର୍ ଲଞ୍ଚ କରିଛନ୍ତି, ଆମେ ବି ଗୋଟେ ଦେଉଛୁ, ବଣିଜ ସଂଘ ବି ଦେବ, ଅଟୋ ସଂଘ ବି ଦେବ, ବିପଦର ବନ୍ଧୁ ଦେବ। ଦରକାର ପଡ଼ିଲେ ବାଲିଗୁଡ଼ା ଜନସାଧାରଣ ୟା ପାଇଁ ଯଦି ସେ କ୍ଷମା ପ୍ରାର୍ଥନା ନ କରନ୍ତି ଆଗାମୀ ଦିନରେ ବାଲିଗୁଡ଼ା ବନ୍ଦ ଡାକରା ଦିଆଯିବ ଆଉ ଆଇନଗତ ଲଢ଼େଇ ଲଢ଼ାଯିବ। ପୂର୍ବତନ ଆଇଆଇସି ବାଲିଗୁଡ଼ା ଏବଂ ବର୍ତ୍ତମାନର ଟିକାବାଲି ଆଇଆଇସି ଯେଉଁ ମନ୍ତବ୍ୟ ଦେଇଛନ୍ତି ଯେ ବାଲିଗୁଡ଼ାର ଘରେ ଘରେ ଗଞ୍ଜେଇ, ପେଡ଼ି ଖୋଲିଲେ ଗଞ୍ଜେଇ ବୋଲି, ତା ଗୋଟେ ଦୁର୍ଭାଗ୍ୟଜନକ ମନ୍ତବ୍ୟ। ଯେହେତୁ ସିଏ ଗୋଟେ ସରକାରୀ ପୋଷ୍ଟରେ ଗୋଟେ ଦାୟିତ୍ୱବାନ ପୋଷ୍ଟରେ ଅଛନ୍ତି, ଏଭଳି ମନ୍ତବ୍ୟ ଦେବାଟା ତାଙ୍କ ପକ୍ଷରେ ଠିକ୍ ନଥିଲା। ଆଉ ବର୍ତ୍ତମାନ ବାଲିଗୁଡ଼ା ବଣିକ ସଂଘ ତରଫରୁ ଆମେ ଦାବି କରୁଛୁ ଯେ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ତାଙ୍କ ମନ୍ତବ୍ୟଟାକୁ ପ୍ରତ୍ୟାହାର କରନ୍ତୁ। ଦେଖନ୍ତୁ, ଯଦି ସିଏ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତି ବୋଲେ ବାଲିଗୁଡ଼ା ଜନସାଧାରଣ ଆମ ସହିତ ଯୋଗାଯୋଗ କରିଛନ୍ତି ଏବଂ ବାଲିଗୁଡ଼ାକୁ ଶାନ୍ତିପୂର୍ଣ୍ଣ ଭାବରେ ଆମେ ବନ୍ଦ କରି ତାର ପ୍ରତିବାଦ ଜଣାଇବୁ ଏବଂ ସରକାର ତାପରେ ଯାହା ପଦକ୍ଷେପ ନେବେ। ଆମର ଟିକାବାଲି ଯେଉଁଟାକି ଥାନା ଅଧିକାରୀ ସାର୍ ଯେଉଁଟାକି ପୂର୍ବତନ ବାଲିଗୁଡ଼ାରେ ଥିଲେ, ତାଙ୍କେ ଗୋଟେ ମନ୍ତବ୍ୟ ଯେଉଁଟା ଦେଲେ ବାଲିଗୁଡ଼ାରେ ଘରେ ଘରେ ଗଞ୍ଜେଇ, ତ ଏଠି ଆମେ ବାଲିଗୁଡ଼ାବାସୀ ହିସାବରେ ଗୋଟେ ଆମେ ସମସ୍ତଙ୍କୁ ଏଠି ଆମେ ପଚାରିବାକୁ ଚାହୁଁଛୁ ସାର୍କୁ ଯେ ଏଠି ଆପଣ କେଉଁ ଘରେ କେତେ ଗଞ୍ଜେଇ ଚେକ୍ କରିଥିଲେ ଆଉ କାହା ଘରେ କେତେ ବାହାରିଥିଲା, ତାପରେ ଆପଣ ଦେଖିକିରି କହିଥିଲେ ନା ନ ଦେଖିକିରି କହିଥିଲେ ନା ଗଞ୍ଜେଇ ବାହାରିଥିଲା, ଆପଣ ସେଠି ସଲାସୁତୁରା ହେଇକିରି ବି ଯାଇଥିଲେ, ତା ଉପରେ ବି ମନ୍ତବ୍ୟ ରଖିଲେ ବହୁତ ଭଲ ହେବ। କାହିଁକିନା ଆପଣ ଘରେ ଘରେ ଗଞ୍ଜେଇ କହିଦେବାଟା ଠିକ୍ ଜିନିଷ ନାହିଁ ନା। ବାଲିଗୁଡ଼ାରେ ବହୁତ ଅଫିସିଆଲି ସାର୍ମାନେ ବି ଅଛନ୍ତି, ବଡ଼ ବଡ଼ ଲୋକ ବି ଅଛନ୍ତି, ଏମିତିକି ତଳନ୍ତରୁ ଉପର ଯାଇ ସବୁ ଲୋକ ଅଛନ୍ତି, କିନ୍ତୁ ଏଭଳି କେବେ କେଉଁ ଜାଗାର ମନ୍ତବ୍ୟ ଆସିନଥିଲା ଯେ ବାଲିଗୁଡ଼ାରେ ଘରେ ଘରେ ଗଞ୍ଜେଇ ବୋଲି। ଏଭଳି ମନ୍ତବ୍ୟକୁ ଆମେ ବାଲିଗୁଡ଼ାବାସୀ ହିସାବରେ ବିପଦର ବନ୍ଧୁ ଅନୁଷ୍ଠାନ ତରଫରୁ ଘୋର ନିନ୍ଦା ବୋଲି ଦୃଷ୍ଟି କରୁଛୁ। କହିଲେ ତ ଆଉ ତାର ଯଦି ଡାଇରେକ୍ଟ ଯଦି କିଏ ସୁଟ୍ କରିଦେଇଥିଲେ ଯେତିକି କଷ୍ଟ ଲାଗିନଥାନ୍ତା, ଯେଉଁଟାକି ଆମକୁ କହୁଛନ୍ତି ଘରେ ଘରେ ଗଞ୍ଜେଇ, ତ ଘରେ ଘରେ କେତେ ଘରେ କାହା ଘରେ ଗଞ୍ଜେଇ ବାହାରିଛି ତା ଉପରେ ବି ତ ସାର୍ ଯଦି ଜାଣିଥିବେ ତ ସେଇଟା ବି ସାର୍ ହିସାବ ଦେଲେ ବହୁତ ଭଲ ହେବ, କାହା ଘରୁ କେତେ ଗଞ୍ଜେଇ ବାହାରିଛି। ଦେଖନ୍ତୁ, ବାଲିଗୁଡ଼ାର ପୂର୍ବତନ ଆଇଆଇସି ଶିବରଞ୍ଜନ ସିଂହା ସେ ବର୍ତ୍ତମାନ ଟିକାବାଲି ଦାୟିତ୍ୱରେ ଅଛନ୍ତି। ସେ ବର୍ତ୍ତମାନ ଗୋଟେ 2 ଦିନ ତଳେ ଗୋଟେ ମନ୍ତବ୍ୟ ଦେଇଥିଲେ
ଯେ ବାଲିଗୁଡ଼ାରେ ଘରେ ଘରେ ଗଞ୍ଜେଇ ଏଇ ଯେଉଁ ମନ୍ତବ୍ୟ এই ମନ୍ତବ୍ୟକୁ ଆମେ ବାଲିଗୁଡ଼ାର ଗୋଟେ ସାଧାରଣ ନାଗରିକ ହିସାବରେ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ। ସେ ବାଲିଗୁଡ଼ାରେ ଯେଉଁ 3-4 ମାସ କାଳ ରହଣି ଭିତରେ ସେ କେତେ ଘରୁ ଏମିତି ଗଞ୍ଜେଇ ଜବତ କଲେ ଯେ ସେଇଭଳି ମନ୍ତବ୍ୟ ଦେଲେ। ତେଣୁ ଆମେ এই ମନ୍ତବ୍ୟକୁ ଦୃଢ଼ ନିନ୍ଦା କରୁଛୁ ଏବଂ ତାଙ୍କୁ ଅନୁରୋଧ କରୁଛୁ ସେ এই ମନ୍ତବ୍ୟକୁ ଖଣ୍ଡନ କରନ୍ତୁ। ନଚେତ୍ ଆମେ ଉପରିସ୍ଥ ଅଧିକାରୀଙ୍କ ସହିତ ବର୍ତ୍ତମାନ ଆମେ ଯୋଗାଯୋଗରେ ଅଛୁ ଏବଂ ଆଗକୁ ମଧ୍ୟ ଯୋଗାଯୋଗରେ ରହି ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ରୋହନ କୁମାର ନନ୍ଦଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।